ଆମର କହିଲେ ଏ ଗରମ ପାଗରେ ଆଜି ଟିକେ ପଖାଳ ଖାଇବାକୁ ଇଚ୍ଛା ହେଉନି। ବୋଲେ ହଁ ଇଚ୍ଛା ତ ହେଉଛି, ହେଲେ କ'ଣ ଖାଇବା ଦରକାର ପଖାଳ ସହିତ? ନା ବାଇଗଣ ଭର୍ତ୍ତା ଟିକେ କରିଦେବୁନୁ? ହେଲେ ଆଚ୍ଛା ଠିକ୍ ଅଛି, ବାଇଗଣ ଭର୍ତ୍ତା କରିଦେବି। ଏବେ ଚାଲନ୍ତୁ ଦେଖିବା ବାଇଗଣ ନ୍ୟୁ ଷ୍ଟାଇଲ୍ରେ ବାଇଗଣ କେମିତି ପୋଡ଼ାଯାଏ ଭର୍ତ୍ତା ହୁଏ ମୁଁ ଆପଣଙ୍କୁ ଶିଖେଇବି। ଦେଖନ୍ତୁ ସାଙ୍ଗମାନେ, ବାଇଗଣ ଭର୍ତ୍ତା କରିବା ପାଇଁ ମୁଁ ଏଇ ସାଇଜ୍ରେ 2ଟା ବାଇଗଣ ନେଇଛି। ଛୁରୀରେ ମୁଁ ଏଇଠି ଦେଖନ୍ତୁ ଗୋଟେ ଗୋଟେ କଟ୍ ବି ଦେଇଛି, ଆପଣମାନେ ଦେଖିପାରୁଥିବେ ଗୋଟେ ଗୋଟେ କଟ୍ ଅଛି। ତାପରେ ଲଙ୍କା ଆଉ ରସୁଣକୁ ଆ ଭିତରେ ଆମେ ଦେବା। ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଏବେ ସେ ଲଙ୍କା ଆଉ ରସୁଣ ଆ ଭିତରେ ଦେଇଦେଇଛି। ଆପଣ ଚାହିଁଲେ ବି ଅଧିକ ଲଙ୍କା ନେଇପାରେ, ଯେହେତୁ ଆମେ କମ୍ ରାଗ ଖାଉ ସେଥିପାଇଁ ମୁଁ ଗୋଟେ ଲଙ୍କା ହିଁ ନେଇଛି। ଏବେ ତାକୁ ଆମେ ଗ୍ୟାସ୍ରେ ଦେବା ପୋଡ଼ିବା ପାଇଁ। ଦୁଇଟା ଯାକ ଭଲ ଭାବରେ ପୋଡ଼ିଦେବା। ଗ୍ୟାସ୍କୁ ଟିକେ ହାଇ କରିଦେବା। ଦେଖନ୍ତୁ ଏଠି ମୋର ବାଇଗଣ ଭଲ ଭାବରେ ପୁରା ସୁନ୍ଦର ଭାବରେ ପୋଡ଼ି ହେଇଛି। ଏବେ ତାକୁ ଆମେ ଛଡ଼େଇବା, ଚୋପା ଛଡ଼େଇବା। ଦେଖନ୍ତୁ ସାଙ୍ଗମାନେ, ଏଠି ମୁଁ ଭଲ ଭାବରେ ପୁରା କ୍ଲିନ୍ କରିକି ଚୋପା ଛଡ଼େଇ ଦେଇଛି। ଏଥିରେ ଆମେ 2 ପିସ୍ ପିଆଜ ଦେବା ଆଉ ସ୍ୱାଦ ଅନୁସାରେ ଆମେ ଟିକେ ଅଳ୍ପ ଲୁଣ ଦେବା। ଚାହିଁଲେ ଯଦି ଅଧିକ ଆପଣ ଲଙ୍କା ଖାଇବେ ଲଙ୍କା ବି ଆପଣ ପକାଇ ପାରିବେ। ଯେହେତୁ ମୁଁ କମ୍ ଖାଇଛି ସେଥିପାଇଁ ମୁଁ କମ୍ ଲଙ୍କା ନେଇଛି। ତାପରେ ଭଲ ଭାବରେ ତାକୁ ଆମେ ଛେଚିଦେବା। ମୁଁ ଏଥିରେ ଜିରା ଗୁଣ୍ଡ ଛେଚି ସାରିବା ପରେ ଟିକେ ଜିରା ଗୁଣ୍ଡ ନେବି। ତାପରେ ତାକୁ ଭଲ ଭାବରେ ଟିକେ ମିକ୍ସ କରିଦେବା। ଏବେ ମୋର ରେଡ଼ି ହେଇଯାଇଛି, ଆପଣମାନେ ଦେଖିପାରୁଥିବେ ଗରମା ଗରମ ବାଇଗଣ ଭର୍ତ୍ତା, ପୁଣି ମୋ ସ୍ୱାମୀଙ୍କ ପାଇଁ।